ସନାତନ ଧର୍ମରେ ପାଞ୍ଚଟି ଦେବତା ଅଛନ୍ତି। ପ୍ରଥମେ ସୂର୍ଯ୍ୟନାରାୟଣ, ଦ୍ୱିତୀୟରେ ଗଣେଶ, ତୃତୀୟରେ ନାରାୟଣ, ଚତୁର୍ଥରେ ମହାଦେବ, ପଞ୍ଚମରେ ମାତୃଶକ୍ତି ଆଦ୍ୟାଶକ୍ତି। ତ ଆମେ ଏହି 5 ଜଣଙ୍କୁ ପୂଜା ଅର୍ଚ୍ଚନା କରୁଛେ। ତ ଆମର ଯେତେବେଳେ ଆଳତି କରୁଛେ ଠାକୁରଙ୍କର, ତ ଆମେ ଗୋଟିଏ ଦୀପରେ ଆଳତି କରୁଛେ, କରିବା କଥା ନୁହଁ। କାରଣ ଘରେ ଯଦି ପଞ୍ଚଦେବତା ଅଛନ୍ତି ତାଙ୍କର ପଞ୍ଚମୁଖୀ ଦୀପରେ ଆଳତି କରିବା ଉଚିତ। ତ 5ଟି ମୁଖ ଥିବ, ସେ 5ଟି ମୁଖରେ 5ଟି ଗୋଟା ଯେଉଁ ଗୋଲ ସଳିତା ଘିଅ ପକାଇକି ଆଳତି କରିବେ। ଆଉ ଯଦି ତୁମେ ଠାକୁରଙ୍କୁ ତେଲରେ ଆଳତି କରିବ ତାହେଲେ ଲମ୍ବା ସଳିତା 2ଟି ଥିବ, ତାହାକୁ ଆଳତି କରିବେ। ଯେଉଁ ଦୀପ ରଖିବେ, ଯଦି ଘିଅ ଦୀପ ହୋଇଥିବ ତାହେଲେ ଭଗବାନଙ୍କର ଡାହାଣ ପଟେ ରଖିବ ସେ ଦୀପ। ଆଉ ଯଦି ରାଶି ତେଲରେ ହେଇଥିବ ତାହେଲେ ଭଗବାନଙ୍କର ବାମ ପଟେ ଦୀପ ରଖିବ। ତ ଏହି ରୂପେ ଆମେ ଭଗବାନଙ୍କର ପୂଜା ଅର୍ଚ୍ଚନା କରିବା। ରାଧେ ରାଧେ।